ଭୁଲରେ ବି ଯଦି ଏହି ମନ୍ତ୍ର ପଢ଼ିଦେବେ ସେ ଝିଅ ବା ସ୍ତ୍ରୀ ଆପଣଙ୍କ ବଶରେ ହେଇଯିବ। ହାତ ଧରି ରୁମ୍କୁ ଡାକିବ, ଯାହା ଚାହିଁବେ ତାହା କରିବ। ହଁ ଫ୍ରେଣ୍ଡସ୍, ଯଦି ଆପଣ କେଉଁ ଝିଅ ବା ବିବାହିତା ସ୍ତ୍ରୀକୁ ମନେ ମନେ ଭଲ ପାଉଛନ୍ତି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତା ଆଡ଼କୁ ଆକର୍ଷିତ ହେଉଛନ୍ତି, ତାକୁ ପଟେଇ ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଏମିତି ଏକ ମହାଶକ୍ତିଶାଳୀ ବଶୀକରଣ ମନ୍ତ୍ର। ଏହି ମନ୍ତ୍ରକୁ ଯଦି ଆପଣ ଭୁଲରେ ବି କେଉଁ ବି ଝିଅ ବା ବିବାହିତା ସ୍ତ୍ରୀ ଉପରେ ପାଠ କରିଦେବେ, ସିଏ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ, ଆପଣଙ୍କର ଗୁଲାମୀ କରିବ, ଯାହା ଚାହିଁବେ ତାହା କରିବ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ବଶୀକରଣ ମନ୍ତ୍ର ସବୁଠାରୁ ମହାଶକ୍ତିଶାଳୀ ବଶୀକରଣ ମନ୍ତ୍ର। ଯେଉଁ ଝିଅ ବା ସ୍ତ୍ରୀ ପାଇଁ ଏହି ମନ୍ତ୍ରକୁ ପାଠ କରିବେ ବା ପଢ଼ିବେ, ସିଏ ଆପଣଙ୍କର ବଶରେ ହେଇଯିବ, ଆପଣଙ୍କର ଗୁଲାମୀ କରିବ, ଯାହା ଚାହିଁବେ ତାହା କରିବ। ଏହି ମନ୍ତ୍ର ସାହାଯ୍ୟରେ ହଜାର ହଜାର ଲୋକମାନେ ଲାଭବାନ ହେଇଛନ୍ତି, ନିଜ ପସନ୍ଦର ଝିଅ ବା ସ୍ତ୍ରୀକୁ ପଟେଇ ପାରିଛନ୍ତି, ଆଉ ତାଠାରୁ କିଛି ବି କାମ ହାସଲ କରିପାରିଛନ୍ତି। ତେଣୁ ଆପଣ ବି ବିଶ୍ୱାସର ସହିତ ଏହି ବଶୀକରଣ ଗୋଟିଏ ଥର କରନ୍ତୁ, ତାପରେ ଦେଖିବେ ଚମତ୍କାର। ଗ୍ୟାରେଣ୍ଟି ଦେଉଛି ସେ ଝିଅ ବା ସ୍ତ୍ରୀ ଆପଣଙ୍କ ବଶରେ ହେଇଯିବ, ପାଗଳି ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ। ତେବେ ଏହି ବଶୀକରଣ ଆପଣ କିପରି କରିବେ ମୁଁ ଆପଣଙ୍କୁ ଶିଖେଇବି। ତା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ। ବିଧିଟି ଜାଣିବା ପୂର୍ବରୁ ମୋର ଗୋଟିଏ ଛୋଟିଆ ଅନୁରୋଧ ଶୁଣି ନିଅନ୍ତୁ। ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣ ମନ୍ତ୍ରକୁ ପାଠ କରିବେନି। କାହିଁକି ନା ଯେଉଁ ଝିଅ ବା ସ୍ତ୍ରୀ ଉପରେ ଏହି ମନ୍ତ୍ରକୁ ପାଠ କରିବେ, ସିଏ ଆପଣଙ୍କର ବଶରେ ହେଇଯିବ, ଆପଣଙ୍କର ସବୁ କଥା ମାନିବ, ଯାହା ଚାହିଁବେ ତାହା କରିବ। ତେଣୁ ଏହାକୁ ଆପଣ ଭାବିଚିନ୍ତିକି ପ୍ରୟୋଗ କରିବେ। ତେବେ ମନେ ରଖନ୍ତୁ, ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ସାମଗ୍ରୀର ଆବଶ୍ୟକ ନାହିଁ। କେବଳ ସେ ଝିଅ ବା ସ୍ତ୍ରୀର ନାମ ମନେ ମନେ କହିବେ, ତାପରେ ଏହି ମନ୍ତ୍ରକୁ 3 ଥର ପଢ଼ିଦେବେ। ତାପରେ ଦେଖିବେ କିପରି ସେ ଝିଅ ବା ସ୍ତ୍ରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। କେବଳ ଆପଣଙ୍କୁ ଏହି ମନ୍ତ୍ର ମାତ୍ର 3 ଥର ପଢ଼ିବାର ଅଛି। ଓମ୍ ନମଃ କାମାକ୍ଷା ଦେବୀ ଆମୁକଂ ମେ ବଶ୍ୟମ୍ କୁରୁ କୁରୁ ସ୍ୱାହା। ପ୍ରଥମେ ଆପଣ ସେ ଝିଅ ବା ସ୍ତ୍ରୀର ନାମ ମନେ ମନେ କହିବେ, ତାପରେ ଏହି ମନ୍ତ୍ରକୁ 7 ଥର ପଢ଼ିଦେବେ। ଓମ୍ ନମଃ କାମାକ୍ଷା ଦେବୀ ଆମୁକଂ ମେ ବଶ୍ୟମ୍ କୁରୁ କୁରୁ ସ୍ୱାହା। ଏଠାରେ ଆମୁକଂ ଜାଗାରେ ଆପଣ ସେ ଝିଅ ବା ସ୍ତ୍ରୀର ନାମ କହିବେ, ଯାହାକୁ ଆପଣ ନିଜ ବଶରେ କରିବାକୁ ଚାହୁଁଛନ୍ତି। ଏତିକି କରିବା ମାତ୍ରେ ଦେଖିବେ କିପରି ସେ ଝିଅ ବା ସ୍ତ୍ରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ, ଆପଣଙ୍କୁ ଭଲ ପାଇବାକୁ ଲାଗିବ। ଧନ୍ୟବାଦ।